मूकं करोति वाचालं पङ्गुलङ्घयते गिरिं ଯତ୍କୃପାତମହଂ ବନ୍ଦେ ପରମାନନ୍ଦମାଧବଂ। ଯାହାଙ୍କର କୃପା ମୁକକୁ ବାଚଳ କରି ପଙ୍ଗୁକୁ ପର୍ବତ ଲଙ୍ଘନ କରାଏ, ମୁଁ ସେହି ପରମାନନ୍ଦ ମାଧବକୁ ବନ୍ଦନା କରୁଅଛି। ଶ୍ରୀକୃଷ୍ଣ କହିଛନ୍ତି, ଧନ ଅର୍ଜନ କରିବାର ଶକ୍ତି ସମସ୍ତଙ୍କ ପାଖରେ ଥାଏ। ପୁଣ୍ୟ ଅର୍ଜନ କରିବାର ଶକ୍ତି ମୁଁ କେବଳ ଭାଗ୍ୟବାନ ଲୋକକୁ ଦେଇଥାଏ। କାରଣ ଧନ କେବଳ ଶେଷ ନିଶ୍ୱାସ ଯାଏ ସାଥ ଦିଏ, କିନ୍ତୁ ପୁଣ୍ୟ ମୃତ୍ୟୁ ପରେ ମଧ୍ୟ ସାଥିରେ ଥାଏ। ଏମିତି ଅନେକ ତଥ୍ୟ ଆସିବ। ଭିଡ଼ିଓକୁ ଲାଇକ୍ ସବସ୍କ୍ରାଇବ୍ କରନ୍ତୁ। ସର୍ବପ୍ରଥମେ ଆପଣଙ୍କ ପାଖକୁ ପହଞ୍ଚିବ। ବେଲ୍ ଆଇକନ୍କୁ ଦବାଇ ଦେଇ ସେୟାର କରନ୍ତୁ। ଧର୍ମ ସଂସ୍କୃତି ବିଷୟରେ ସମସ୍ତେ ଜାଣିପାରିବେ। ଚାଲନ୍ତୁ ଜାଣିବା ଶ୍ରୀମଦ୍ ଭଗବଦ୍ ଗୀତା ସାର ଶ୍ଲୋକ ତୃତୀୟ ଅଧ୍ୟାୟ ଭାଗ 2 କର୍ମଯୋଗ। ଅନ୍ନା ଭବନ୍ତି ଭୂତାନି ପର୍ଜନ୍ୟାଜନ୍ନ ସମ୍ଭବଃ ଯଜ୍ଞା ଭବତି ପର୍ଜନ୍ୟୋ ଯଜ୍ଞ କର୍ମସମୁଭବ କର୍ମ ବ୍ରହ୍ମୋଭବଂ ବିଦ୍ଧି ବ୍ରହ୍ମାକ୍ଷରଂ ସମୁଭବଂ ତସ୍ମାଂ ସଂଗତଂ ବ୍ରହ୍ମ ନିତ୍ୟଂ ଯଜ୍ଞେ ପ୍ରତିଷ୍ଠିତಂ। ଅର୍ଥାତ୍ ପ୍ରାଣୀଗଣଙ୍କ ଶରୀର ଅନ୍ନରୁ ଉତ୍ପନ୍ନ ହୁଏ, ମେଘରୁ ଅନ୍ନ ଜନ୍ମେ, ଯଜ୍ଞ ଧୂମରୁ ମେଘର ସୃଷ୍ଟି ହୁଏ ଏବଂ ଯଜ୍ଞ ଅପୂର୍ବ କର୍ମଫଳ ବେଦ ବିଧିରୁ ଉତ୍ପନ୍ନ ହୁଏ। ଅର୍ଥାତ୍ ଏବେ ନିର୍ଦ୍ଦେଶାନୁସାରେ ଯଜ୍ଞାଦି ଅନୁଷ୍ଠିତ ହୁଏ। ଯଜ୍ଞାଦି କର୍ମ ବେଦରୁ ଉତ୍ପନ୍ନ, ଅର୍ଥାତ୍ ବେଦ ମୂଳକ ବୋଲି ଜାଣିବ। ବେଦ ଅକ୍ଷର ପରଂବ୍ରହ୍ମରୁ ସମୁଦ୍ଭୂତ। ସେଥିପାଇଁ ସର୍ବବ୍ୟାପୀ ପରଂବ୍ରହ୍ମ ସର୍ବଦା ଯଜ୍ଞରେ ପ୍ରତିଷ୍ଠିତ ରହିଛନ୍ତି। ଏବଂ ପ୍ରବର୍ତ୍ତିତଂ ଚକ୍ରଂ ନାନୁବର୍ତ୍ତୟତିହ ଯଃ ଅଘାୟୁ ଇନ୍ଦ୍ରିୟାଣାମୋ ମୋଘାଂ ପାର୍ଥ ସ ଜୀବତି ତସ୍ମାତ୍ମରତ୍ ঋতুବଂ ସ୍ୟାଦାତ୍ମତୃପ୍ତଶ୍ଚ ମାନବଃ ଆତ୍ମନୈବଶ୍ଚ ସନ୍ତୁଷ୍ଟସ୍ତସ୍ୟ କାର୍ଯ୍ୟଂ ନ ବିଦ୍ୟତେ। ଅର୍ଥାତ୍ ଏହିପରି ଭାବରେ ପ୍ରବର୍ତ୍ତିତ ଯୋଗଚକ୍ରର ଯେଉଁ ବ୍ୟକ୍ତି ଅନୁବର୍ତ୍ତନ ନ କରେ, ଅର୍ଥାତ୍ ଯିଏ ଯଜ୍ଞାଦି କର୍ମାନୁଷ୍ଠାନ ଦ୍ୱାରା ଏହି ସଂସାରର ଚକ୍ର ଧରି ପରିଚାଳନାର ସହାୟତା ନ କରେ, ସେ ଇନ୍ଦ୍ରିୟ ସୁଖାସକ୍ତ ଓ ପାପ ଜୀବନ୍ତ। ହେ ପାର୍ଥ, ତା ସଦୃଶ୍ୟ ବ୍ୟକ୍ତି ବୃଥା ଜୀବନ ଧାରଣ କରିଥାଏ। କିନ୍ତୁ ଯେ କେବଳ ଆତ୍ମାରେ ପ୍ରୀତ, ଆତ୍ମାରେ ତୃପ୍ତ ଏବଂ କେବଳ ଆତ୍ମାରେ ସନ୍ତୁଷ୍ଟ ଥାନ୍ତି, ତାଙ୍କ ନିଜର କୌଣସି ପ୍ରକାରର କର୍ତ୍ତବ୍ୟ ନାହିଁ। ନୈବଂ ତସ୍ୟ କୃତେନାଥୋ ନା କୃତେନେହ କଶ୍ଚନ ନ ଚାସ୍ୟ ସର୍ବଭୂତେଷୁ କଶ୍ଚିତ୍ତର୍ବ୍ୟବାଶ୍ରୟଃ। ଅର୍ଥାତ୍ ହେ ଆତ୍ମାରାମ, ତାଙ୍କର କୌଣସି କର୍ମାନୁଷ୍ଠାନରେ ପ୍ରୟୋଜନ ନାହିଁ। ପୁଣି କର୍ମରୁ ବିରତ ରହିବାର ମଧ୍ୟ ପ୍ରୟୋଜନ ନାହିଁ। ବ୍ରହ୍ମାଦି ସ୍ଥାବର ପର୍ଯ୍ୟନ୍ତ ସର୍ବଭୂତ ମଧ୍ୟରେ କାହାରି ସଙ୍ଗରେ କୌଣସି ପ୍ରୟୋଜନ ସମ୍ବନ୍ଧ ମଧ୍ୟ ତାଙ୍କର ନାହିଁ, କାରଣ ସେ ସିଦ୍ଧ କାମ। ତସ୍ମାତ୍ ସକ୍ତଃ ସତତଂ କାର୍ଯ୍ୟଂ କର୍ମ ସମାରଚ ଅସକ୍ତୋ ହ୍ୟାଚରନ୍ କର୍ମ ପରମାପ୍ନୋତି ପୁରୁଷଃ କର୍ମଣୈବ ହି ସଂସିଦ୍ଧି ମାସ୍ତିତା ଜନକାଦୟଃ ଲୋକସଂଗ୍ରହମେବାପି ସମ୍ପଶ୍ୟନ୍ କର୍ତ୍ତୁମହର୍ଷି। ଅର୍ଥାତ୍ ଅତଏବ ତୁମେ ଅନାସକ୍ତ ଭାବରେ ସର୍ବଦା ନିଜର କର୍ତ୍ତବ୍ୟ ରୂପକ କର୍ମର ଅନୁଷ୍ଠାନ କର। ନିଷ୍କାମ ଭାବରେ କର୍ମ କଲେ ମନୁଷ୍ୟ ନିଶ୍ଚୟ ମୋକ୍ଷ ପ୍ରାପ୍ତ ହୋଇଥାଏ। ଜନକାଦି ରାଜସ୍ୱୀଗଣ ନିଷ୍କାମ କର୍ମ କରି ମୋକ୍ଷ
ନୈଷ୍କର୍ମ୍ୟ ଅବସ୍ଥା ଲାଭ କରିଥିଲେ। ଅତଏବ ଲୋକସଂଗ୍ରହ ନିମିତ୍ତ ତୁମର କର୍ମ କରିବା କର୍ତ୍ତବ୍ୟ। ଯଦ୍ୟଦାଚରତି ଶ୍ରେଷ୍ଠସ୍ତତ୍ ଦେବିତରୋ ଜନଃ ସ ଯତ୍ ପ୍ରମାଣଂ କୁରୁତେ ଲୋକସ୍ତଦନୁବର୍ତ୍ତତେ। ଅର୍ଥାତ ବିଶିଷ୍ଟ ବ୍ୟକ୍ତି ଯାହା ଆଚରଣ କରନ୍ତି ଜନସାଧାରଣ ତାହା ହିଁ କରନ୍ତି। ସେ ଯାହା ପ୍ରମାଣ ସିଦ୍ଧ ବା କରଣୀୟ ବୋଲି ଗ୍ରହଣ କରନ୍ତି ଇତର ସାଧାରଣ ମଧ୍ୟ ତାହାର ଅନୁବର୍ତ୍ତିତ କରନ୍ତି। ନ ମେ ପାର୍ଥାସ୍ତି କର୍ତ୍ତବ୍ୟମ୍ ତ୍ରିଷୁ ଲୋକେଷୁ କିଞ୍ଚନ ନାନବାତ୍ପମ୍ବଂ କର୍ତ୍ତମ୍ ଏବ च कर्मिणि यदि ह्यहं न कर्तेयं जातु कर्मण्यतन्द्रितः मम वर्त्मानुवर्तन्ते मनुष्याः पार्थ सर्वशः। अर्थात हे पार्थ, स्वर्ग मर्त्यादि ଏହି ତ୍ରିଲୋକ ମଧ୍ୟରେ ମୋର କିଛି କରଣୀୟ ନାହିଁ ଏବଂ ମୋର ଅପ୍ରାପ୍ୟ ବା ପ୍ରାପ୍ତବ୍ୟ ମଧ୍ୟ କିଛି ନାହିଁ, କାରଣ ମୁଁ ପୂର୍ଣ୍ଣ ଭଗବାନ। ତଥାପି ମୁଁ ତ୍ରିଭୁବନର କଲ୍ୟାଣ ପାଇଁ ସର୍ବଦା କର୍ମାନୁଷ୍ଠାନରେ ବ୍ୟାପୃତ ଅଛି। ଅର୍ଥାତ ମୁଁ ସ୍ୱରୂପରେ ଲୀନ ହୋଇ ଆତ୍ମାନନ୍ଦରେ ବିଭୋର ରହିପାରେ, କିନ୍ତୁ ତାହା ନ କରି ଜନଗଣଙ୍କୁ କର୍ମରେ ନିୟୋଜିତ କରିବା ପାଇଁ ନିଜେ ମଧ୍ୟ ଅକ୍ଲାନ୍ତ କର୍ମ କରୁଅଛି। ହେ ପାର୍ଥ, ମୁଁ ଯଦି ଅନଳସ ଭାବରେ କର୍ମ ନ କରେ ତେବେ ମାନବଗଣ ସର୍ବତୋଭାବରେ ମୋର ଜୀବନ ଅନୁସରଣ କରିବେ, କେହି କିଛି କାର୍ଯ୍ୟ କରିବେ ନାହିଁ, ଅଳସ ଭାବରେ ଜୀବନ କଟାଇବେ। ଉଚ୍ଛିଦେୟୁରିମେ ଲୋକାନ୍ କୁଜ୍ୟାଂ କର୍ମ ଚେଦହଂ ଶଙ୍କରସ୍ୟ च କର୍ତ୍ତାସ୍ମ୍ୟୁପହନ୍ୟାସି ମାନଃ ପ୍ରଜାଃ। ଅର୍ଥାତ ଯଦି ମୁଁ କର୍ମରେ ଲିପ୍ତ ନ ରହେ ସଂଗଠନମୂଳକ କର୍ମର ଅଭାବରେ ଏହି ସମସ୍ତ ଲୋକ ଉତ୍ପନ୍ନ ହୋଇଯିବେ। ଫଳରେ ମୁଁ ହିଁ ବର୍ଣ୍ଣସଙ୍କରାଦି ସାମାଜିକ ବିପର୍ଯ୍ୟୟର ହେତୁ ହେବି ଏବଂ ତାହାର ଫଳସ୍ୱରୂପ ପ୍ରଜାଗଣଙ୍କ ବିନାଶର କାରଣ ହେବି। ସକ୍ତଃ କର୍ମଣ୍ୟ ବିହଂସୋ ଯଥା କୁର୍ବନ୍ତି ଭାରତ କୁର୍ୟାଦ୍ବିଦ୍ୱାଂସ୍ତଥା ସକ୍ତ ସ୍ମେକିଷୁ ଲୋକସଂଗ୍ରହଂ न बुद्धिभेदं जनयेद ज्ञानं कर्म संगीनं जयो येत् सर्वकर्माणि विद्वान् युक्तः समारेचरन्। अर्थात हे अर्जुन, ଅଜ୍ଞାନୀଗଣ ଆସକ୍ତିବଶତଃ ଯେଉଁପରି କର୍ମ କରିଥାନ୍ତି ଜ୍ଞାନୀଗଣ ଅନାସକ୍ତ ଚିତ୍ତରେ ଲୋକ ପାଳନାର୍ଥ ସେହିପରି କର୍ମ କରିବେ। ଜ୍ଞାନୀମାନେ କର୍ମରେ ଆସକ୍ତ ଅଜ୍ଞାନୀମାନଙ୍କର ବୁଦ୍ଧି ଭେଦ ଜନ୍ମାଇବେ ନାହିଁ। ଅର୍ଥାତ ଜ୍ଞାନୀଗଣଙ୍କୁ ନିଷ୍କ୍ରିୟ ଦେଖିଲେ ଅଜ୍ଞାନୀ ବ୍ୟକ୍ତିଗଣ ଭାବିବେ ଯେ ଜ୍ଞାନୀମାନେ ତ କର୍ମ କରୁନାହାନ୍ତି, ଅତଏବ ଆମେମାନେ ମଧ୍ୟ କାହିଁକି କର୍ମ କରିବୁ। ଅଜ୍ଞାନୀମାନଙ୍କୁ ଏଭଳି ଭାବିବାର ସୁଯୋଗ ଜ୍ଞାନୀମାନେ ଯେପରି ନ ଦିଅନ୍ତି, ନିଜେ ଅବହିତ ଚିତ୍ତରେ ସମସ୍ତ କର୍ମର ଅନୁଷ୍ଠାନ କରି ଅଜ୍ଞାନୀମାନଙ୍କୁ କର୍ମରେ ପ୍ରବୃତ୍ତ ରଖିବେ। ପ୍ରକୃତେଃ କ୍ରିୟମାଣାନି ଗୁଣୈଃ କର୍ମାଣି ସର୍ବଶଃ ଅହଂକାର ବିମୂଢ଼ାତ୍ମା କର୍ତ୍ତାହମିତି ମନ୍ୟତେ। ଅର୍ଥାତ ବସ୍ତୁତଃ ପ୍ରକୃତିର ଗୁଣକ୍ରୟ ଦେହ ଇନ୍ଦ୍ରିୟାଦି ଦ୍ୱାରା ସର୍ବତ ଭାବରେ ଲୌକିକ ଓ ଆଧ୍ୟାତ୍ମିକ ସମସ୍ତ କର୍ମ ସମ୍ପାଦନ କରିଥାଏ। ଅଥଚ ଅହଙ୍କାରରେ ବିମୂଢ଼ ଚିତ୍ତ ବ୍ୟକ୍ତି ମନେ କରେ ଯେ ମୁଁ ହିଁ କର୍ତ୍ତା, ଅର୍ଥାତ ମୁଁ ସବୁକିଛି କରୁଛି। ତତ୍ତ୍ୱବିତ୍ତୁ ମହାବାହୋ ଗୁଣକର୍ମ ବିଭାଗୟୋଃ
गुणागुणेषु वर्तन्त इति मत्वा न स्वज्यते। प्रकृते गुणसम्मूढा स्वज्यन्ते गुणकर्मसु। तान् कुस्मं विदो मद्वान् कुस्मं भिन्न विचालयेत्। अर्थात किंतु हे महाबाहो, ଯେଉଁମାନେ ସତ୍ଵ ରଜ ତମୋ ଗୁଣ ଓ ମନୋବୁଦ୍ଧି ଇନ୍ଦ୍ରିୟାଦି ଓ ସେ ଗୁଡ଼ିକର ପୃଥକ୍ ପୃଥକ୍ କର୍ମ ବିଭାଗ ତତ୍ତ୍ୱ ଜାଣିଛନ୍ତି, ସେମାନେ ଇନ୍ଦ୍ରିୟ ଗୁଡ଼ିକର ସେହି ସେହି ବିଷୟରେ ପ୍ରବୃତ୍ତ ହୋଇଛନ୍ତି ଜାଣି କର୍ମରେ କେବେ ହେଲେ ଆସକ୍ତ ହୁଅନ୍ତି ନାହିଁ ଓ କର୍ତ୍ତୃତ୍ୱାଭିମାନ ମଧ୍ୟ କରନ୍ତି ନାହିଁ। ଯେଉଁମାନେ ପ୍ରକୃତ ଗୁଣ ଦ୍ୱାରା ବିମୋହିତ ଚିତ୍ତ, ସେମାନେ ଦେହ ଇନ୍ଦ୍ରିୟାଦି କର୍ମରେ ଆସକ୍ତ ହୁଅନ୍ତି। ଅର୍ଥାତ୍ ମୁଁ ହିଁ କର୍ମ କରୁଛି ଏବଂ ଏହାର ଫଳ ଭୋଗ ମଧ୍ୟ ମୁଁ କରିବି, ଏହିଭଳି ମନେକରି କର୍ମରେ ବିଶେଷ ଭାବରେ ଆସକ୍ତ ହୁଅନ୍ତି। ଜ୍ଞାନୀଗଣ ଏହି ମନ୍ଦବୁଦ୍ଧି ବ୍ୟକ୍ତିମାନଙ୍କୁ କର୍ମରୁ ବିଚଳିତ କରିବେ ନାହିଁ। ଅର୍ଥାତ୍ ସେମାନଙ୍କୁ କର୍ମତ୍ୟାଗ ନିମିତ୍ତ ଯେପରି ଉପଦେଶ ନ ଦିଅନ୍ତି, କାରଣ ଏହି ଉପଦେଶ ଫଳରେ କେତେ ଗୁଡ଼ିଏ ନିଷ୍କାମ ଲୋକଙ୍କର ସୃଷ୍ଟି ହେବ, ଯେଉଁମାନେ କି ସମାଜକୁ ବିବ୍ରତ କରିବେ। ମୟି ସର୍ବାଣି କର୍ମାଣି ସନ୍ନ୍ୟସ୍ୟାଧ୍ୟାତ୍ମଚେତସା ନିରାଣି ନିର୍ମଣାମୋ ଭୂତ୍ୱା ଯୁଧ୍ୱସ୍ୱ ବିଗତ ଜରଃ। ଅର୍ଥାତ୍ ଈଶ୍ୱର ହିଁ କର୍ତ୍ତା, ତାଙ୍କରି ହାତର ଯନ୍ତ୍ର ହୋଇ ମୁଁ ତାହାଙ୍କର କାର୍ଯ୍ୟ କରୁଛି। ଏଭଳି ବିଚାର କରି ସମସ୍ତ କର୍ମ ଅର୍ଥାତ୍ କର୍ମଫଳ ମୋଠାରେ ପରମେଶ୍ୱରଙ୍କଠାରେ ଅର୍ପଣ କରି କାମନା ଓ ମମତା ଶୂନ୍ୟ ଏବଂ ଶୋକ ମୋହ ବିବର୍ଜିତ ହୋଇ ତୁମେ ଯୁଦ୍ଧ କର। ଆପଣ ଶ୍ରୀମଦ୍ ଭଗବତ ଗୀତା ସାର ଶ୍ଲୋକ ଜାଣିପାରିବେ ପର ଭିଡ଼ିଓରେ। ମୁଁ କେଶବ ଚନ୍ଦ୍ର ଜାଲ ଯାଦବ। ଗୀତା ହେଉଛି ଜ୍ଞାନର ମୁଖ୍ୟ କେନ୍ଦ୍ରବିନ୍ଦୁ, ସଚ୍ଚା ସନାତନୀ ହିନ୍ଦୁ। ଜୟ ଶ୍ରୀକୃଷ୍ଣ।